22 ତାରିଖରୁ ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହୋଇଯାଇଛି ସୁଭଦ୍ରା ଶକ୍ତି ମେଳା ଏବଂ ଏହି ମେଳାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗୁଡ଼ିକ ରହିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ସେଥିପର୍ଯ୍ୟନ୍ତ ଆପଣ ବିଭିନ୍ନ ପ୍ରକାର କାର୍ଯ୍ୟସୂଚୀ ରହିଛି। କେଉଁଦିନ ଆପଣ ଯଦି ଯାଉଛନ୍ତି, ଯେଉଁଦିନ ଯିବେ ସେଦିନ କେଉଁ କାର୍ଯ୍ୟକ୍ରମ ଗୁଡ଼ିକର ଉପଭୋଗ କରିପାରିବେ ଆପଣମାନେ ଏଠି ଜାଣିପାରିବେ। ଦେଖନ୍ତୁ 22 ଫେବୃଆରୀରେ ରହିଛି ପ୍ରଥମତଃ ଓଡ଼ିଆ ଉଦ୍ଘାଟନୀ ପ୍ରଦର୍ଶନୀ। ଏଦିନ ଉଦ୍ଘାଟନର କାର୍ଯ୍ୟକ୍ରମ ସବୁ ରହିଛି। 22 ପରେ 23 ଫେବୃଆରୀ ରହିଛି ଓଡ଼ିଶୀ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟ ଦ୍ୱାରା ଏହାର ପରିବେଷଣ କରାଯିବ ଏବଂ ସଙ୍ଗୀତ ସନ୍ଧ୍ୟା ରହିଛି ଶଶାଙ୍କ ଶେଖର ଲିପ୍ସା ମହାପାତ୍ର ଏବଂ ତାଙ୍କ ଦଳ ଦ୍ୱାରା ଏହାକୁ ପରିବେଷଣ କରିବାକୁ ଯାଉଛନ୍ତି। ଏବଂ 24 ଫେବୃଆରୀ ରହିଛି କଥକ ନୃତ୍ୟାଞ୍ଜଳି ପାରମ୍ପରିକ କଥକ ଅନୁଷ୍ଠାନ ଦ୍ୱାରା ଏହାକୁ ପରିବେଷଣ କରାଯିବ ଏବଂ ମେଲୋଡି ନାଇଟ୍ ରହିଛି ପ୍ରଭୁପାଦ ଏବଂ ତାଙ୍କର ଦଳ ଦ୍ୱାରା। ସେହିଭଳି 25 ଫେବୃଆରୀରେ ରହିଛି ଯୋଡ଼ି ଶଙ୍ଖ ପବିତ୍ର ଏବଂ ତାଙ୍କ ଦଳ ଏହାକୁ ପରିବେଷଣ କରିବେ ଏବଂ କମେଡି ଶୋ ରହିଛି ପ୍ରଜ୍ଞା ଏବଂ ଶଙ୍କରଙ୍କର ଏବଂ ତା ସହିତ ରହିଛି ଛଉ ନୃତ୍ୟର କାର୍ଯ୍ୟକ୍ରମ। 26 ଫେବୃଆରୀରେ ରହିଛି ଗୋଟି ପୁଅ ଲାଇଭ୍ ଗୁରୁ ଗଙ୍ଗାଧର ଗୋଟି ପୁଅ ଗୁରୁକୁଳ ଦ୍ୱାରା ଏହାକୁ ପରିବେଷଣ କରାଯାଉଛି ଏବଂ ଭଜନ ସନ୍ଧ୍ୟା ରହିବ ବନାଳୀ ହୋତା ଏବଂ ତାଙ୍କ ଦଳଙ୍କ ଦ୍ୱାରା। ସେହିଭଳି 27 ଫେବୃଆରୀର କାର୍ଯ୍ୟକ୍ରମରେ ରହିଛି ଦାସକାଠିଆ ଏବଂ ମେଲୋଡି ନାଇଟ୍ସ ଏବଂ 28 ଫେବୃଆରୀରେ ରହିଛି ମହାରୀ ନୃତ୍ୟ ରୂପଶ୍ରୀ ମହାପାତ୍ରଙ୍କର ଦ୍ୱାରା ଏବଂ ବ୍ୟଙ୍ଗ କବି ସମ୍ମିଳନୀ ରହିଛି ଜ୍ଞାନ ହୋତା ଏବଂ ଦୁର୍ଗା ମହାପାତ୍ର ସର୍ବଗିଳା ଓ ସତ୍ୟନାଶ ଏମାନଙ୍କ ଦ୍ୱାରା ଏହା ପରିବେଷଣ କରାଯିବ। 1 ମାର୍ଚ୍ଚରେ ରହିଛି ରଣପା ଏବଂ ମେଲୋଡି ନାଇଟ୍ ସତ୍ୟଜିତ ପ୍ରଧାନ ଏବଂ ଭାଗ୍ୟଶ୍ରୀଙ୍କର ଦ୍ୱାରା ତାଙ୍କ ଦଳ ଦ୍ୱାରା ଏହାକୁ ପରିବେଷଣ କରାଯିବ ଏବଂ 2 ମାର୍ଚ୍ଚ ଯେଉଁଟା ଉଦ୍ଯାପନୀ ସନ୍ଧ୍ୟା ସେଦିନ ରହିଛି ସମ୍ବଲପୁରୀ ନାଇଟ୍ ବା ଅର୍ଚ୍ଚନା ପାଢ଼ୀ ଏବଂ ତାଙ୍କ ଦଳ ଦ୍ୱାରା ଏହାକୁ ପରିବେଷଣ କରାଯିବ। ତ ଏହା ରହିଛି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ବିବରଣୀ।